नमस्कार। ए मासर बेतार साहित्य पत्रिका साहित्य संसद को आपण समस्त को सारस्वत स्वागत। आज पत्रिकार सूची रही डॉक्टर संघमित्रा मिश्र आलोचना, कवि सुरेश सागर कविता, गाल्पिक डॉक्टर बिरजा प्रसाद राउतराय गल्प एवं स्मृति पृष्ठ कवि वैकुंठनाथ पट्टनायक। नदीर प्रवहमान धारा प्रतिबंधक को प्रतिहत करी निरंतर बही चले तार लक्ष्य स्थल को। चिरस्रोता नदीटी विशाल शिलाखंड को सामने पाई भ्रूक्षेप नकरी निज रास्ता तैयारी करी बही चले आगकू आगकू। नदीर एई सर्पिल गति आमको जीवन जीवार कलाटी शिखई देइथाए। जीवन गोटिए प्रवहमान नदी भली, रास्ता सुगम हेउ बा दुर्गम, आगकू बढ़िबा ही जीवन। ए जेउ चेतनार स्फुरण ताहा सृष्टि करे साहित्ୟରେ नूतन धारा। प्रगतिर पारंपरिक बीज महाद्रुमरे परिणत हुए। समाजरे एहार प्रभाव सुदूर प्रसारी होइथाए। एक निर्दिष्ट कालखंडर मुकुर पालटी जाए साहित्य। आलोकर वार्ताबह हुए साहित्य। एहा चेतनशील तथा जीवनधर्मी। साहित्यर प्रवहमान धारा समाज को जीवन को उन्मेषित करू, आलोकित करू, एहाई आजिर संपादकीय। आज पत्रिकार प्रथम अर्घ्य आलोचना फर्द। एथिरे कविवरंकर कवितारे जीवन दर्शन। आलोचिका डॉक्टर संघमित्रा मिश्र। कविवर राधानाथ राय 1848 ରୁ 1908 ତାଙ୍କର ଆୟୁଷ୍କାଳ ଥିଲା। ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ନିର୍ମାତା। ଉତ୍କଳର ଏକ ସାଂସ୍କୃତିକ ପରିଚୟ ସେ ଗଠନ କରିଥିଲେ। ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟକୁ ଅତିକ୍ରମ କରି ଓଡ଼ିଶାର ଅଖଣ୍ଡ ସାଂସ୍କୃତିକ ସମଗ୍ରତାକୁ ସେ ସଚେତନ ଭାବରେ ରୂପ ପ୍ରଦାନ କରିଛନ୍ତି। ବାଲେଶ୍ୱର ଜିଲ୍ଲାର କେଦାରପୁରରେ ଜନ୍ମଗ୍ରହଣ କରିଥିବା ରାଧାନାଥ ରାୟ ଏକାଧାରରେ ଥିଲେ କବି, ପ୍ରାବନ୍ଧିକ, ଅନୁବାଦକ, କଥାକାର ତଥା ଭ୍ରମଣ କାହାଣୀ ଲେଖକ। 1866ର ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଦେଇଥିବା ସମୟରେ ଉତ୍କଳ ଦୀପିକା ଭଳି ପତ୍ରିକା ସେହି ମେରୁଦଣ୍ଡକୁ ଦୃଢ଼ କରିବାର ପ୍ରତିଶ୍ରୁତି ଦେଇଥିଲା। ରାଧାନାଥ ରାୟ, ମଧୁସୂଦନ ରାଓ, ଫକୀରମୋହନ ସେନାପତି, ଗଙ୍ଗାଧର ମେହେର ଓ ନନ୍ଦକିଶୋର ବଳଙ୍କ ଭଳି ସ୍ରଷ୍ଟାଗଣ ସଚେତନ ଭାବରେ ସାହିତ୍ୟ ସାଧନା କରି ଓଡ଼ିଆମାନଙ୍କ ସ୍ୱାଭିମାନକୁ ରଞ୍ଜା ଦେଇଥିଲେ। ପାଠ୍ୟପୁସ୍ତକ ରଚନାରୁ ଆରମ୍ଭ କରି ଦେଶ ବିଦେଶର ସାହିତ୍ୟ ଅଧ୍ୟୟନ ଓ ତହିଁରେ ଓଡ଼ିଆ ଜନଜୀବନରୁ ପ୍ରାପ୍ତ ଘଟଣାର ସମୀକରଣ କରିବାରେ ରାଧାନାଥ ଥିଲେ ଯଶସ୍ୱୀ। ରାଧାନାଥଙ୍କର ଖଣ୍ଡକାବ୍ୟ ଗୁଡ଼ିକ ବିଷୟବସ୍ତୁ, ବର୍ଣ୍ଣନା ନୈପୁଣ୍ୟ ତଥା ଜୀବନ ଓ ସମୟ ପ୍ରତି ଅନନ୍ୟ ଦୃଷ୍ଟିଭଙ୍ଗୀ ନେଇ ରଚିତ। ଜୀବନ ଦର୍ଶନ କହିଲେ ପ୍ରଥମେ ବୁଝାଯାଏ କବିର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ, ଯହିଁରେ ତତ୍କାଳୀନ ସାମାଜିକ ଜୀବନ ଦର୍ଶନ ପ୍ରତିଫଳିତ ହୋଇଥାଏ। ପୁଣି ଜୀବନ ଦର୍ଶନ ଏକ ଗୂଢ଼ ଦାର୍ଶନିକ ବିଚାର, ଯାହା ବ୍ୟକ୍ତିଠାରୁ ବ୍ୟକ୍ତିକୁ ଭିନ୍ନ ଭାବରେ ପ୍ରତିପାଦିତ କରିଥାଏ। କବିବର ରାଧାନାଥ ନିଜ ସମୟରେ ହିଁ ଆଲୋଚିତ ହୋଇଛନ୍ତି ଓ ସୁଧୀ ପାଠକ ସମାଜର ଦୃଷ୍ଟି ଆକର୍ଷଣ କରିଛନ୍ତି। 1885ରେ କେଦାର ଗୌରୀ ସହିତ ତାଙ୍କର କବି ଜୀବନ ଆରମ୍ଭ ହୁଏ। ତାପରେ ଚନ୍ଦ୍ରଭାଗା, ନନ୍ଦିକେଶ୍ୱରୀ, ଉଷା, ପାର୍ବତୀ, ଚିଲିକା, ମହାଯାତ୍ରା, ଯଯାତି କେଶରୀ, ତୁଳସୀ ସ୍ତବକ, ମହାରାଣୀ ଭିକ୍ଟୋରିଆଙ୍କ ଶାସନର 50 ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ଜୁବୁଲି ସଙ୍ଗୀତ, ଅନେକ କ୍ଷୁଦ୍ର କବିତା, ଗଦ୍ୟ ରଚନାବଳୀ, ସଂସ୍କୃତରେ ଏକାଧିକ ସଙ୍ଗୀତ ସେ ରଚନା କରିଛନ୍ତି, ଯାହା ମଧ୍ୟରୁ ଭାରତ ଗୀତିକା ଆଜି ମଧ୍ୟ ଲୋକପ୍ରିୟ। ସେ ଓଡ଼ିଶାର ଭୂଗୋଳ, ଇତିହାସ, ପୁରାଣ ଓ କିମ୍ବଦନ୍ତୀ ସମ୍ପର୍କରେ ଗଭୀର ଅଧ୍ୟୟନ କରିଛନ୍ତି। ତେଣୁ ତାଙ୍କ ଚରିତ୍ରମାନେ ଆମକୁ ଅତି ଆପଣାର ମନେ ହୁଅନ୍ତି। ତାଙ୍କର ଜୀବନ ଦର୍ଶନ ମୁଖ୍ୟତଃ ଥିଲା ବିଷାଦବାଦର ଦର୍ଶନ, ଯଦିଚ ଆନନ୍ଦ ଉଲ୍ଲାସର ବର୍ଣ୍ଣନା ତାଙ୍କ କାବ୍ୟରେ ରହି ସର୍ବଦା ସେ ଅପ୍ରତିହତ ଭାଗ୍ୟ ହାତରେ ମଣିଷ କ୍ରୀଡ଼ନକ ବୋଲି ପ୍ରମାଣ କରିଦେଇଛନ୍ତି। ପୁଣି ମଣିଷର ଗର୍ବ, ଅହଙ୍କାର ଚିରସ୍ଥାୟୀ ନୁହେଁ ବୋଲି କେବଳ ଉଲ୍ଲେଖ କରିନାହାନ୍ତି, ମହାପ୍ରତିପତ୍ତିଶାଳୀ ରାଜନ୍ୟ ବର୍ଗ କିଭଳି କାଳ କବଳିତ ହୁଅନ୍ତି ତାର ଉଦାହରଣ ମଧ୍ୟ ଦେଇଛନ୍ତି। ପାର୍ବତୀରେ ଦୀର୍ଘକାଳ ଯୁଦ୍ଧ ବିଗ୍ରହରେ ରହି ଗଙ୍ଗେଶ୍ୱର ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିପାରୁନାହାନ୍ତି। ରାଣୀ ଅନ୍ତପୁରର କଞ୍ଚୁକି ରାଜାଙ୍କ ବିଜୟ ବାର୍ତ୍ତା ଆସିବାର ସୂଚନା ଅଗ୍ନିଶିଖା ଦେଖିବା ପାଇଁ ପ୍ରାସାଦ ଶିଖରରେ ବର୍ଷ ପରେ ବର୍ଷ ଚାହିଁ ବସିଛି। ସେ ଏକୁଟିଆ ଭାବୁଛି, କେହି ରହିନାହିଁ, ରହିବ ନାହିଁଟି
ଭବ ରଙ୍ଗଭୂମି ତଳେ ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। ଯଦି ମହାରାଜ ଇନ୍ଦ୍ରଦ୍ୟୁମ୍ନ ଯଯାତି କେଶରୀ ପ୍ରଭୃତି କାଳଗର୍ଭରେ ବିଲୀନ ହୋଇଯାଇଛନ୍ତି, ଅଯଥାରେ ଜନକ୍ଷୟକାରୀ ଯୁଦ୍ଧ କରୁଥିବା ଗଙ୍ଗେଶ୍ୱର ବା କେତେକ ମାତ୍ର ବୃଥା ଦମ୍ଭେ ମାତି ଦିଗ୍ବିଜୟୀ ବୀର ଭ୍ରମୁଥାନ୍ତି ଦେଶେ ଦେଶେ, ଜେତା ବିଜିତକୁ କରାଳ କୃତାନ୍ତ ପେଶି ଦିଏ ନିର୍ବିଶେଷେ। ନିଜର ବିପନ୍ନ ମାନସିକତାର କାହାଣୀ କହିବା ପାଇଁ ରାଜକନ୍ୟା କୌଶଲ୍ୟା ପ୍ରେତ ଭାବରେ ଜନନୀଙ୍କ ନିକଟକୁ ଆସିଛି। ସନ୍ତାନର ସବୁ ଦୁଃଖ ଜନନୀ ନିକଟରେ ପହଞ୍ଚାଇବା ହିଁ ବଡ଼ କଥା। ଏହି କାରୁଣ୍ୟ ପାଠକକୁ ସହାନୁଭୂତିରେ ଆର୍ଦ୍ର କରିଦିଏ। ଚିଲିକାରେ ଚିଲିକା ହିଁ କାବ୍ୟ ନାୟିକା, ଯାହାର ତରଙ୍ଗ ମାଳାରେ ଉତ୍କଳର ଇତିହାସ ଉଦ୍ଭାସିତ। ଚିଲିକାକୁ କେନ୍ଦ୍ର କରି ଗଢ଼ି ଉଠିଥିବା ଉତ୍କଳର ଗରିମା ସ୍ମରଣ କରିବା ଭିତରେ କବି ନିଜ ଜୀବନର ବିଷାଦବାଦୀ ଭାବନାର ଉଲ୍ଲେଖ କରିଛନ୍ତି। ସେ ଚିଲିକା ତୀରରେ ଅନ୍ତିମ ଜୀବନ ଯାପନ ପାଇଁ ଆଗ୍ରହ କରିଥିଲେ, ଯାହା ସମ୍ଭବ ହୋଇପାରିନାହିଁ। ତେଣୁ ତାଙ୍କର ଉକ୍ତି, ସଂସାରେ ଥାଇ ମୁଁ ସଦା ଉଦାସୀନ ପ୍ରାୟ କଟାଇଲି ଦିନ, ସଂସାରୀ ସଙ୍ଗତେ ସଙ୍ଗୀ ହେବା ପାଇଁ କେବେ ହେ ମୋହର ମନ ବଳେ ନାହିଁ। ପୁନଶ୍ଚ ଛାର ଭାଗ୍ୟ ମୋର ପିହିତ ପାଷାଣେ, ମୋ ଜୀବନ ଗଢ଼ା ଅନ୍ୟ ଉପାଦାନେ, ଚିର ହାହାମୟ ଏଛାର ଜୀବନ ନୁହଁ ଜୀବନ୍ତ ମରଣ। ନିଜ ଅନୁଭୂତିରୁ ସେ ଜାଣନ୍ତି, ଯେଉଁମାନେ ଜୀବନକୁ ମହୋତ୍ସବମୟ ଭାବନ୍ତି ସେମାନେ ଜାଣନ୍ତିନି ଯେ ତାହା କ୍ଷଣସ୍ଥାୟୀ। ମହାଯାତ୍ରାରେ ରାଧାନାଥୀ ପ୍ରତିଭା ଶିଖର ସ୍ପର୍ଶ କରିଛି। ଏହି କାବ୍ୟର ପ୍ରଥମ ସର୍ଗରେ ମହାଭାରତ ଯୁଦ୍ଧ ଶେଷରେ ପାଣ୍ଡବମାନେ ସ୍ୱର୍ଗାରୋହଣ କରିବାର ବର୍ଣ୍ଣନା ରହିଛି। ସଂସାର ବିଷୟରେ ଜର୍ଜର ହୋଇ ସେମାନେ ଯୁଦ୍ଧ କରିଛନ୍ତି, ମାତ୍ର ଭୁଲି ଯାଇଛନ୍ତି ଯେ ଦୁଃଖମୟ ଭବ ସିନା ମହାସୁଖ ବୋଲି ବୋଲନ୍ତି ଜଗତେ ତାକୁ ଜଡ଼ିତ ସେ ସଦା, ମହାଦୁଃଖେ ଆଲୋକ ସେ ଜଡ଼ିତ ତମସେ। ଏ ଜୀବ ନୁହଁ ସ୍ଥିରଟି ମରଣ, ମାଟିର ଏ ଘଟ ନିଶ୍ଚୟ ମିଶିବ ମାଟିରେ, ସର୍ବହର କାଳ ମହାବଳୀ ଠାରୁ ବଳି। ସେହି କାଳ ଜନ୍ମଠାରୁ ମନୁଷ୍ୟ ଗଳାରେ ଫାଶ ଲଗାଇଥାଏ। ସେ ଫାଶରୁ କେହି ମୁକ୍ତ ନୁହନ୍ତି। ସେ କାହାକୁ ଭୁଲେ ନାହିଁ, ଆପଣାପର ବିଚାର ତାର ନାହିଁ। କେହି ତାର ଗତିରୁଦ୍ଧ କରିପାରେ ନାହିଁ। ସେ ଅତର୍କିତରେ ଫାଶଟି ଓଟାରି ଜୀବକୁ ଭିଡ଼ି ନିଏ। ଜୀବନ ସମ୍ପର୍କୀୟ ଏହି ଗୈରିକ ଅନୁଭବ କେତେ ମାର୍ମିକ ଯେ ଆଜି ମଧ୍ୟ ଏସବୁ ପଦ ରାଧାନାଥ କାବ୍ୟାମୋଦୀ ମାନଙ୍କ ଦ୍ୱାରା ବାରମ୍ବାର ଉଚ୍ଚାରିତ ହୋଇଥାଏ। ତୁଳସୀ ସ୍ତବକର ଗୋଟିଏ ପାଦରେ ପ୍ରକୃତି ଓ ଅନ୍ୟ ପାଦରେ ମାନବ ପ୍ରକୃତିର ବିଶ୍ଳେଷଣ କରାଯାଇଛି। ଯେମିତି ମେଘ ଦେଖି ମୟୂରୀ ନୃତ୍ୟ କରେ, ଭବମାୟାକୁ ଉପେକ୍ଷା କରି ଭକ୍ତଗଣ ନୃତ୍ୟ କରନ୍ତି। ବର୍ଷା ବେଳେ ମେଘମାଳା ତଳକୁ ଖସିବା ଭଳି ବିଦ୍ୟା ସମ୍ପଦରେ ପଣ୍ଡିତମାନେ ନମ୍ର ହୁଅନ୍ତି। ପ୍ରବଳ ପବନ ଆକାଶରୁ ମେଘକୁ ତଡ଼ିଦିଏ, ଯେଉଁପରି କୁପୁତ୍ର କୁଳଧର୍ମ ଓ ସମ୍ପଦକୁ ତଡ଼ିଦିଏ। ବର୍ଷାରେ ପୁଷ୍କରିଣୀର ଜଳ ଆବିଳ ହୋଇଯାଏ, ମତିକୁ କଳୁଷିତ କଲେ ଯେମିତି ଅନ୍ୟର ଗୁଣ ଗ୍ରହଣ କରି ହୁଏ ନାହିଁ। କବିବର ରାଧାନାଥ ବିବେକୀ ପ୍ରବନ୍ଧରୁ 2 ଧାଡ଼ି ଅବଶ୍ୟ ଉଲ୍ଲେଖ କରିବେ। ଯେତେ ପ୍ରକାର ଦୁଃଖ ଅଛି, ପ୍ରତ୍ୟେକରୁ ଗୋଟିଏ ଗୋଟିଏ ଅଭ୍ରାନ୍ତ ଉପଦେଶ ଲାଭ ହୁଏ। ବାସ୍ତବରେ ଦୁଃଖ ବହୁଦର୍ଶିତାର ପରିମାବକ ଅଟଏ। କବିବର ରାଧାନାଥ ପ୍ରେମର କବି। ତାଙ୍କର ଉଷା, ଗୌରୀ, ନନ୍ଦିକା, ପାର୍ବତୀ, ଅନ୍ନପୂର୍ଣ୍ଣା, ଚନ୍ଦ୍ରଭାଗା ସମସ୍ତେ ପୂର୍ବଜନ୍ମ ସହିତ ଜଡ଼ିତ ଓ ବିଷାଦ ସେମାନଙ୍କର ଭବିତବ୍ୟ। ମୃତ୍ୟୁ ଓ ବିଷାଦକୁ ନେଇ ସେମାନେ ଦୀର୍ଘକାଳ ପାଠକମାନଙ୍କ ସ୍ମୃତିରେ ଜୀବନ୍ତ ରହିଛନ୍ତି। ଯଦିଚ ଆମେ ଜାଣୁ ଯେ ସେମାନେ କବିଙ୍କର ବହୁପାଠିତା ଓ ଆହରଣ ଚମତ୍କାରିତାର ନିଦର୍ଶନ। କରୁଣ ରସର ସ୍ଥାୟୀ ଭାବ ଶୋକ, ଯାହାର ପ୍ରଭାବ ଦୀର୍ଘସ୍ଥାୟୀ। ରାଧାନାଥଙ୍କର ବିଷାଦବାଦୀ ଜୀବନ ଦର୍ଶନ କାରୁଣ୍ୟର ଯେଉଁ ଧାରା ଆମ ସାହିତ୍ୟରେ ସୃଷ୍ଟି କରିଛି, ତାର ବ୍ୟାପକ ଆଲୋଚନା ଲୋଡ଼ା ହୁଏ। ପ୍ରେମର ଅନୁଭବକୁ ବିଷାଦର ତୁଳିରେ ବୁଡ଼ାଇ ସେ ଆଙ୍କିଛନ୍ତି ନିଜର କାବ୍ୟ ଜଗତ। ତାଙ୍କର ଦୃଢ଼ ପ୍ରତିଜ୍ଞ ମନ ସାହିତ୍ୟ ଜଗତରେ ଅନେକ ନୂତନ ଦିଗନ୍ତ ଉନ୍ମୋଚନ କରିଛି। ଉଷା କାବ୍ୟରେ କୁହନ୍ତି, ମାତ୍ର ନିମ୍ନମୁଖ ପୟ ପୁଣି ଦୃଢ଼ ପ୍ରତିଜ୍ଞ ମନ, ଯେତେ ବାରିଲେ ହେଁ ମାନନ୍ତି ନାହିଁ ସେ କେବେ ବାରଣ। ଏହା ଦୃଢ଼ମନା କବିଙ୍କର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ। ଅନେକ ବିଷାଦ ସତ୍ତ୍ୱେ ମଣିଷର ଜୀବନ ସ୍ପୃହଣୀୟ। ସମ୍ବେଦନଶୀଳତା ତାଙ୍କ ରଚନାର ସ୍ୱାତନ୍ତ୍ର୍ୟ। ପତ୍ରିକାର ଦ୍ୱିତୀୟ ଅର୍ଘ୍ୟ କବିତା ଫର୍ଦ୍ଦ। ଏଥିରେ କବି ସୁରେଶ ସାଗରଙ୍କର ପ୍ରଥମ କବିତା ମାଇଲ ଖୁଣ୍ଟ। ଜଗିଛି କେହି ଜଣେ ଆସିବାର ଅଛି, ଜଗିଛି କେହି ଜଣେ ଆସିବାର ଅଛି, ଚାରିକଡ଼ରୁ ହଟେଇ ଦେଇଛି, ମୋ ଚାରିକଡ଼ରୁ ହଟେଇ ଦେଇଛି, ବାଡ଼ ବତାସ ନିଷିଦ୍ଧ କରିଛି ପ୍ରିୟଜନଙ୍କ ଯା ଆସ, ପାପୁଲିରୁ ଉପାଡ଼ି ଦେଇଛି, ପାପୁଲିରୁ ଉପାଡ଼ି ଦେଇଛି,
ଡୋ ଡୋ ଭାଗ୍ୟରେଖା ମାଟି ତଳେ ପୋତି ପକେଇଛି ଅର୍ଦ୍ଧେକ ମେରୁଦଣ୍ଡ। ଉଡ଼ନ୍ତା ପକ୍ଷୀର ଡେଣା ପରି ଖୋଲି ରଖିଛି ଦୁଇଟି ଜକଜକିଆ ଆଖି। ଜହ୍ନ ଆଲୁଅରେ ସଫା କରୁଛି କାନପୋଟଳ ନୀତି ନୀତି। ପୂର୍ବ ପାହାଡ଼ରେ ବାନ୍ଧି ରଖିଛି ଗୋଟେ ସତେଜ ସକାଳ ବିଚଳିତ ସଞ୍ଜକୁ ପଶ୍ଚିମରେ। ପୂର୍ବ ପାହାଡ଼ରେ ବାନ୍ଧି ରଖିଛି ଗୋଟେ ସତେଜ ସକାଳ ବିଚଳିତ ସଞ୍ଜକୁ ପଶ୍ଚିମରେ। ଆଉ ଆକାଶକୁ ଛତା ଭଳି ଧରି ରଖିଛି ହାତରେ। ପୃଥିବୀ ଘୁରୁଛି ତ ଘୁରୁଥାଉ। ମୁଁ ସ୍ଥିର ଆଉ ନିର୍ବିକାର ସେ ଆସିବା ପର୍ଯ୍ୟନ୍ତ। ଅପେକ୍ଷା ସତରେ କୌଣସି ବସ୍ତୁ ହୁଅନ୍ତା କି? କିଛି ସମୟ ତ ଧରେଇ ଦିଅନ୍ତି କାହାକୁ, ନତୁବା ରଖିଦିଅନ୍ତି କୋଉଠି, ଆଉ ଭାଗ ନିଅନ୍ତି ଧାଙ୍ଗିଡ଼ି ନାଚରେ। ଜଗିଛି, ମୋ ଜନ୍ମରୁ ହିଁ ଏମିତି ଠିଆ ଠିଆ ଜଗିଛି। କେହି ଜଣେ ଆସିବାର ଅଛି। ଦେଖ ତ ମୋ ଆୟୁଷ କେମିତି ସରି ସରି ଆସୁଛି। କବି ସୁରେଶ ସାଗରଙ୍କର ଦ୍ୱିତୀୟ କବିତା ଫେରିଆସ। ଫେରିଆସ ଫେରେଇ ନେଇଯାଉ ମୋତେ ସେଇଠିକି ଯୋଉଠି ତମ କୋଳରେ ହିଁ ଉଦୟ ହୋଇ ଅସ୍ତ ହୋଇଯାଏ ସୂର୍ଯ୍ୟ। ବହି ଯାଉଥିବା ନଈ ବି ଟିକେ ଠିଆ ହୋଇ ଶୁଣେ ତୁମ ପାଦର ନିକ୍ୱଣ। ଫେରିଆସ ଫେରେଇ ନେଇଯାଉ ମୋତେ ସେଇଠିକି ଯୋଉଠି ତମ କଥାର କାକଳିରେ ବନ୍ଦ ହୋଇଯାଏ ଯୁଦ୍ଧ ଘୋଷଣା। ସମ୍ଭାବନାରେ ଭରିଯାଏ ମାଟିର ଜରାୟୁ, ଆଉ ଆର୍ଦ୍ର ହୋଇ ଉଠେ ଜଳବାୟୁ। ଫେରିଆସ ଫେରେଇ ନେଇଯାଉ ମୋତେ ସେଇଠିକି ଯୋଉଠି ମୁଁ ଏକ ନାଚାର ମହୁମନସ୍କ ମହୁମାଛି। ତମ ଓଠ ଫୁଲର ପାଖୁଡ଼ା, ମଧୁ ଆଉ ସୁଗନ୍ଧରେ ଭରା। ଦିନ ନୁହେଁ ରାତିଟା ହିଁ ଭଲ ଲାଗେ ଖୁବ୍ ବେଶୀ। ଫେରିଆସ ଫେରେଇ ନେଇଯାଉ ମୋତେ ସେଇଠିକି ଯୋଉଠି ତମେ କୁହ ଜହ୍ନଠୁ କେତେ ଦୂର ଆମ ଘର। ମେଘ କ'ଣ ଏତେ ଓଦା, ଯେତେ ଓଦା ଆମ ଆଲିଙ୍ଗନ। ଫେରିଆସ ଫେରେଇ ନେଇଯାଉ ମୋତେ ସେଇଠିକି ଯୋଉଠି କାହାକୁ କେବେ କହି ହଉନଥିବା ଗୋପନୀୟତା ସବୁ ଗୀତ ହୋଇ ଖୋଜି ବୋଲୁଥାଏ। ମିଠା ମିଠା ସ୍ୱର, ନିଟୁଳ ମେହଫିଲ। ଆଖିରୁ ଝରି ପଡ଼ୁଥିବା ଲୁହବୁନ୍ଦ ସବୁ ପ୍ରୀତିର ପକ୍ଷୀ ହୋଇ ଉଡ଼ି ଯାଉଥାଏ। ଫେରିଆସ ଫେରେଇ ନେଇଯାଉ ମୋତେ ଏଇଠି ଗୋଟିଏ ପାଦରେ ଠିଆ ହୋଇ ନିର୍ବାସନ ଭୋଗୁଥିବା ଦେଶାନ୍ତରୀଟିଏ ମୁଁ। ଅନ୍ୟ ପାଦ ରଖିଲା ବେଳକୁ ଘୁଞ୍ଚି ଯାଉଛି ମାଟି, ପାଦ ତଳୁ ଘୁଞ୍ଚି ଯାଉଛି, କ୍ରମଶଃ ଘୁଞ୍ଚି ଯାଉଛି। ଏପାଖେ ଗାଳ୍ପିକ ସଜ କଲେଣି ତାଙ୍କର ଗଳ୍ପର ଫର୍ଦ୍ଦ। ଗାଳ୍ପିକ ଡକ୍ଟର ବିରଜା ପ୍ରସାଦ ରାଉତରାୟଙ୍କର ଗଳ୍ପ ପାଣି କାଚ। ଆଗତ ସନ୍ଧ୍ୟାର ଈଷତ୍ ନୀଳମିଶା ମ୍ଳାନ ଆକାଶରେ ଟିକି ଟିକି ତାରାଗୁଡ଼ିକ ଚହଟିବା ଆଗରୁ ବାସନ୍ତୀ ବୋଉ ଲୁଗା ତୋଳିବାକୁ ଛାତ ଉପରକୁ ଆସେ। ଏ ଅଭ୍ୟାସ ତାର କାହିଁ କେତେ ଦିନର। ଛାତରୁ ଉଠି ଘେରାଏ ପବନରେ ଦୋହଲୁଥିବା ଶୁଖିଲା ଲୁଗାଗୁଡ଼ିକ ଉପରେ ପରସ୍ତେ ହାତ ସାଉଁଳାଇ ଆଣେ। ତାପରେ କ'ଣ ଭାବି ଲତ୍ କରି ବସିପଡ଼େ ମୁକୁଳା ଛାତର ଗୋଟେ କଣରେ। କିଛି ସମୟ ଯାଏ ସେହି ମୁକୁଳା ଛାତ ତା ପାଇଁ ପାଲଟିଯାଏ ଏକ ଉନ୍ମୁକ୍ତ ପୃଥିବୀ। ଦୁଇ ଆଣ୍ଠୁରକୁ ଭାଙ୍ଗି ଦେଇ ତଳେ ଭରା ଦେଇ ଚାହିଁ ରହେ ଦୂର ଦିଗ୍ବଳୟ ଆଡ଼େ। ତା ଚାହାଣୀରେ ଭରି ରହିଥାଏ ଏକ ଅସମାହିତ ଆତୁରପଣ, ଯାହାକୁ ସେ ଚାହିଁ ମଧ୍ୟ କାହା ଆଗରେ ପ୍ରକାଶ କରିପାରିନଥାଏ। ଛାତ ଉପରକୁ ଆସିଲେ ହିଁ ଏହି ଆତୁରତା ତାକୁ ବେଶୀ ବେଶୀ ମାଡ଼ି ପଡ଼େ। ସେ ପ୍ରଗଳ୍ଭ ହୁଏ, ସମସ୍ତଙ୍କ ଅଲକ୍ଷ୍ୟରେ ଲୁଚାଇ କାନ୍ଦେ। ସେହି କାନ୍ଦର ମୃଦୁ ଲହର ଦେଇ ଚେଇଁ ଉଠେ ବିତି ଯାଇଥିବା ଦିନର ଅପସରା ଚିତ୍ର, ଯାହା ତାକୁ କାଲି ପରି ଲାଗେ। ଯେପରି ସେହି ଅଙ୍ଗେ ଲିଭା ସ୍ମୃତିଗୁଡ଼ାକ ପୁଣି ଥରେ ଜୀବନ୍ତ ହୋଇ ଉଠି ତା ଚାରିପାଖରେ ନାଚି ଯାଉଛି। ଏଇ ଯେପରି କାନ ପାଖରେ ଗୁଞ୍ଜରି ଯାଉଛି ତା ପ୍ରିୟ ପୁରୁଷର ବାସନ୍ତୀ ବୋଉ ଡାକ। ଏମିତି ତଳ ଦି ଯାଙ୍କୁ ଛାଡ଼ିଦେଲେ ପ୍ରାୟ ସାଇ ପଡ଼ିଶା ସଭିଏଁ ତାକୁ ବାସନ୍ତୀ ବୋଉ ବୋଲି ସମ୍ବୋଧନ କରିଥାନ୍ତି। ମାତ୍ର ସେହି ଡାକଟି ଯେତେବେଳେ ନିଜ ପ୍ରିୟ ମଣିଷ ମୁହଁରୁ ଶୁଣେ, ଛାତିରେ ଅଲଗା ଶିହରଣ ଖେଳିଯାଏ। ମନ ଯେପରି ସମୟ ବାରି କାନେଇଥାଏ ସେହି ଡାକର ସ୍ପର୍ଶ ଟିକେ ପାଇଁ। ଯେପରି ଏକ ପ୍ରତ୍ୟାଶିତ ଉଦ୍ଗ୍ରୀବତା ତାକୁ ଅଥୟ କରି ପକାଏ ସେହି ଡାକର ସାନ୍ନିଧ୍ୟ ପାଇଁ। ତାକୁ ଯେତେବେଳେ 16 ବର୍ଷ ହୋଇଥିଲା, ବାପା ବୋଉ ବ୍ୟସ୍ତ ହୋଇ ପଡ଼ିଥିଲେ ବାହାଘର ପାଇଁ। ବଢ଼ିଲା ଝିଅ, ଯେତେ ଅଧିକ ଦିନ ଘରେ ରହିବ ସେତେ ମୁଣ୍ଡ ଉପରେ ବୋଝ ବୋଲି ବୁଝାଇ ଦେଇଥିଲା ମଧ୍ୟସ୍ଥି। ଟିପଣା ମେଳି ପ୍ରସ୍ତାବ ରଖିଥିଲା ସହର କଚେରୀ ଛକରେ ପୁଅର ଖିଲିପାନ ଦୋକାନ।
ଭାରି ଭଲ ବେଉସା, ତିନି ଭାଇରେ ଇଏ ବଡ଼, ତଳ ଦୁଇ ଭାଇ ରାମତୁଲ୍ୟ ମାନନ୍ତି ବଡ଼କୁ। କହିବ ଯଦି ମୁଁ କଥା ଆଗକୁ ବଢ଼େଇବି। ନିପଟ ମଫସଲର ଅଭାବୀ ପରିବାର ଝିଅ ସିଏ। ଝିଅ ବାଡୁଅ ରହିଲେ ଚିନ୍ତା ଘାରିଥାଏ ଜନ୍ମ କଲା ପିତାମାତାକୁ। ତତ୍କ୍ଷଣାତ୍ ରାଜି ହୋଇଯାଇଥିଲେ ସେହି ପ୍ରସ୍ତାବରେ। ଦିନ କେଇଟା ପରେ ତୋଳା କନିଆ ହୋଇ ଆସିଥିଲା ଏହି ଘରକୁ। ପ୍ରଥମେ ଏକ ଯୌଥ ପରିବାରରେ ଆସି ଚଳିବା ଟିକେ ଅସହଜ ବୋଧ ହୋଇଥିଲା ତାକୁ। ଆଗରୁ ରୋଷେଇ ଘର ଦାୟିତ୍ୱ ଶାଶୁ ସମ୍ଭାଳୁଥିଲେ। ସେ ଘରର ବଡ଼ ବୋହୂ ହୋଇ ଆସିବା ପରଠୁ ସେହି ଜାଗାଟା ତାକୁ ତୁଲାଇବାକୁ ପଡ଼ିଲା। ବହୁ ବର୍ଷ ତଳୁ ଶ୍ୱଶୁରଙ୍କର ପରଲୋକ ହୋଇସାରିଥିଲା। ବାହା ହୋଇ ଆସିବା ପରଠାରୁ ସେ ଭୁଲି ଯାଇଥିଲା ଯେ ତାର ଗୋଟେ ନାଁ ଅଛି ବୋଲି। ଘରର ବଡ଼ ବୋହୂ ହୋଇଥିବାରୁ ଶାଶୁ ଡାକନ୍ତି ବୋହୂ ବୋହୂ, ତଳ ଦିଅର ଦୁଇ ଜଣ ଡାକନ୍ତି ନୂଆ ବୋଉ। ତ ସ୍ୱାମୀଙ୍କ ମୁହଁରେ କୌଣସି ଡାକ ପଶନି। ସେ କେବଳ ହେଇ ଶୁଣୁଛ ବା ସେହିପରି କିଛି ସମ୍ବୋଧନ କରିଥାନ୍ତି। ତାଙ୍କର ଏହିପରି ଡାକିବାର ଅଭ୍ୟାସଟା ପାଖାପାଖି ବର୍ଷେ ଯାଏଁ ରହିଥିଲା। ଯେତେବେଳେ ବାସନ୍ତୀ ଜନ୍ମ ହୁଏ ତାପରେ ଯାଇ ଡାକ ବଦଳେ। ହେଇ ଶୁଣୁଛ ସମ୍ବୋଧନରୁ ସହସା ପରିବର୍ତ୍ତିତ ହୋଇଯାଏ ବାସନ୍ତୀ ବୋଉ ଡାକରେ। ତା ଦେଖାଦେଖି ବାକି ଚିହ୍ନାଜଣା ଲୋକ ବି ସେହି ନାମରେ ଡାକିବା ଆରମ୍ଭ କରିଦିଅନ୍ତି। ଏମିତି କୋଉ ଦିନ ନାହିଁ ପାହାନ୍ତି ପହରୁ କୂଅ ମୂଳେ ଗାଧୁଆ ସାରି ସେହି ଓଦା ଲୁଗାରେ ଉଇଁଲା ସୂର୍ଯ୍ୟଙ୍କୁ ଓଳଗି ନ ହୋଇଛି। ଦୁଇ ଯୋଡ଼ ହାତକୁ ଥରକୁ ଥର ମୁଣ୍ଡରେ ବାଡ଼େଇ କେତେ କ'ଣ ମନସିଛି। ସ୍ୱାମୀର ସୁମଙ୍ଗଳ, ଶାଶୁଙ୍କ ନିରୋଗ ଦୀର୍ଘ ଆୟୁ, ଦୁଇ ଦିଅରଙ୍କ ପାଇଁ ସୁନାର ମନ ଲାଖି ଦୁଇ ସାନଜା, ପୁରୁଣା ଖଞ୍ଜା ଚାଳିଆ ଘର ବଦଳରେ ସ୍ଥାୟୀ ମଜବୁତ ଛାତର ଛାଇ, ଏମିତି କେତେ କ'ଣ ସମୟ ଆଉ ପରିସ୍ଥିତି ସହ ତା ଗାଧୁଆ ପରର ଗୁଣୁଗୁଣୁ ନୀରବ ମାନସ ଭିତରେ ଜାଗା ନିଏ। କେତେ ଅବା ପୂରଣ ହୁଏ ଆଉ କ'ଣ ଅଛି ଅଛିଣ୍ଡା ରହିଯାଏ, ତାହା ସେହି ବାସନ୍ତୀ ବୋଉକୁ ଜଣା। ଆଉ ଯାହାକୁ ଜଣା ତାହା ହେଉଛି ସେହି ବାଡ଼ି କୂଅ ଚଉତରା ଠାରୁ କିଛି ଦୂରରେ ଛିଡ଼ା ହୋଇଥିବା କୁଣ୍ଡେ ମୋଟର ଆମ୍ବ ଗଛ। ଯିଏ ଭରା ବଉଳର ଋତୁର ବାସରେ ସୁଦ୍ଧା ବାସନ୍ତୀ ବୋଉକୁ ତ ଏକାଗ୍ର ହୋଇ ମନାସିବା ପ୍ରୟାସରୁ କେବେ ଆନମନ ସୁଦ୍ଧା କରିପାରେ ନାହିଁ। ଭରା ବଉଳର ରୂପରେ ପୁରି ଉଠିଥିବା ସେହି ଆମ୍ବ ଗଛ ବି ପତ୍ର ଝଡ଼ାର ଅସହାୟତାକୁ ଭୋଗେ। ଋତୁଚକ୍ର ଓ ସମୟଚକ୍ରର ଗଡାଳିକାରେ ବାସନ୍ତୀ ବୋଉ ଜୀବନ ଅଗଣାର ଆମ୍ବ ଗଛଟିକୁ ଯେ ଦିନେ ପତ୍ର ଝଡ଼ାର ଏକ ଅନିଶ୍ଚିତ ଭାଗ୍ୟ ଭୋଗ କରିବାକୁ ପଡ଼ିବ ଏକଥା କିଏ ବା ଜାଣିଥିଲା। ତା ସଂସାରର ରଥ ହଠାତ୍ ଯେପରି ମାଟି କାମୁଡ଼ି ଅଟକି ଯାଇଥିଲା ସେହି ଖବରରେ। ସେତେବେଳକୁ ପଞ୍ଚମ ଶ୍ରେଣୀରେ ପଢୁଥିବା ଝିଅ ବାସନ୍ତୀ ଅଗାଧୁଆ କେନାଲ ତୁଠରୁ ଫେରି ଆସି କାନ୍ଦି କାନ୍ଦି କୁଣ୍ଢାଇ ପକାଇ ଅଭିଯୋଗ କରିଥିଲା, ବୋଉ ସାଇ ଲୋକ ମତେ ଆଜି ଗାଧୁଆ ତୁଠରେ ନାନା କଥା ଶୁଣାଇଲେ। ତୋ ବାପା ପଦନାକୁ କୋଡ଼କୁଷ୍ଠ ହୋଇଯାଇଛି, ଦୈବ ଅଭିଶାପ ଦେଇଛି, ଏବେ ସେ ବଡ଼ ରୋଗରେ ଘାଣ୍ଟି ହେବ। ବିଚରା ରୁଖ ବେବା ତା ପୁରିଲା ଘରଟାରେ ଘୁଣ ଲାଗିଗଲା ଯେ, କହି ରାହା ଧରି ଆହୁରି କେତେ କାନ୍ଦି ଚାଲିଲା। ଛାତିକୁ ପୋଷେ ରକ୍ତ ଶୁଖିଗଲା ପରି ତା କଥା ଶୁଣି କାଠପରା ହୋଇଯାଇଥିଲା ବାସନ୍ତୀ ବୋଉ। କିଛି ଦିନ ହେବ ସ୍ୱାମୀର ପାଦ ଆଙ୍ଗୁଠିକୁ ଥରକୁ ଥର ଡାକ୍ତରଖାନା ଯାଇ ବ୍ୟାଣ୍ଡେଜ କରାଇ ଆସୁଥିବାର ସେ ଦେଖୁଥିଲା। କ'ଣ ବାଜି ଖଣ୍ଡିଆ ହୋଇଯାଇଥିବ ଭାବି ସେତେଟା ଗୁରୁତ୍ୱ ଦେଇନଥିଲା କଥାଟାକୁ। ସବୁବେଳେ ମୁହଁ ଶୁକାଇ ବସି ରହୁଥିଲେ ଘରଟା ଭିତରେ। କିଛି ନା କିଛି ବାହାନା ଦେଖାଇ ଦୋକାନ ଯିବା ପ୍ରାୟ ବନ୍ଦ କରିଦେଇଥିଲେ। କେତେବେଳେ ମଝିଆ ନହେଲେ ସାନକୁ ଦୋକାନ ଦାୟିତ୍ୱ ଦେଇ ଦେଇଥିଲେ। ତାଙ୍କଠି ଏହିପରି ହତୋତ୍ସାହର ଆଚରଣ ଦେଖି କେମିତି ମାଡ଼ି ମାଡ଼ି ପଡୁଥିଲା ସେ ଭିତରେ ଭିତରେ। ଥରେ ସାହସ ବଳାଇ ପଚାରି ଦେଇଥିଲା, କ'ଣ କିଛି ହୋଇଛି କି? ନା ଦୋକାନ ଯାଉଛ ନା ଘରେ ଠିକରେ ରହୁଛ, ମତେ ଟିକେ ଭଲ କହୁନ। କିଛି ନ କହି ଛୁଆଙ୍କ ପରି ଭୋ ଭୋ କାନ୍ଦଟେ ଛାଡ଼ି ଘରୁ ଉଠି ସେହିପରି ଗାମୁଛାରେ ଲୁହ ପୋଛି ପୋଛିକା ସିଧା ପଳାଇ ଯାଇଥିଲେ ପାଖ ପଡ଼ିଆକୁ। ସେଇଠି ପୋଖରୀ ହୁଡ଼ାରେ ଢେର ରାତି ଯାଏ ବସି ରହିଥିଲେ ଜିଅନ୍ତା ହୁଙ୍କାଟିଏ ପରି। କେତେ ନେଉରା ନିମନ୍ତ ହେଲା ପରେ ଘରକୁ ଫେରିଥିଲେ। କ'ଣ ଗୋଟେ ବଡ଼ ହୋଇଯାଇଛି ଭାବି ସେଦିନ ହିଁ ପାପ ଟିକେ ଛୁଇଁଥିଲା ତା ମନକୁ। ବାସନ୍ତୀ ଯୋଉଦିନ କେନାଲ ତୁଠରୁ ଆସି ବୟାନ କରିଥିଲା ଲୋକଙ୍କ ମୁହଁର ଅଭିଯୋଗକୁ, ତା ପରଠୁ ଅଧା ମରି ଯାଇଥିଲା ବାସନ୍ତୀ ବୋଉ। ତାକୁ ଲାଗୁଥିଲା କୂଅ ମୂଳେ ନିତି ଗାଧୋଇ ସାରି ଯୋଡ଼ ହସ୍ତରେ ଏଯାଏଁ ଯାହା ଯାହା ମନାସି ଆସିଥିଲା ଆଉ ଯାହା ଯାହା ପାଇଥିଲା ସେ ସବୁ ଯେମିତି ଓଲଟ ପଲଟ ହୋଇଯାଇଛି ନିକିତି ପାଲିରେ। ତା ପାଇଁ ଆଉ ସୁଖ ଦୁଃଖ ବୋଲି ସମାନ କିଛି ନାହିଁ। ଦୁଃଖର ପଲା ଏପରି ଓଜନିଆ ହୋଇ ପଡିଛି ଯେ ତା ଆଗରେ ସୁଖର ପଲା ଅସ୍ତିତ୍ୱହୀନ ଶୂନ୍ୟତା ପରି କେହି ଏକ ଊର୍ଦ୍ଧ୍ୱକୁ ମିଳାଇ ଯାଇଛି। ସେଦିନଠୁ ନୂଆ କରି ତୋଳା ତା ଛାତ ଘରର ଖଞ୍ଜା ଭିତରେ କେଉଁ ଅଶୁଭ ଦୃଷ୍ଟି ତାର କାୟ ବିସ୍ତାର ଆରମ୍ଭ କରି ଦେଇଥିଲା ଯେମିତି। ସତଟା ପ୍ରକଟ ହେଲା ପରେ ନା ଶାଶୁ ନା ଦିଅର କି ଯାହା କାମରେ ସୁଦ୍ଧା ଖାଦ୍ୟର ଦାନାର ରୁଚି ନଥିଲା। କ୍ରମଶଃ ସନ୍ଧ୍ୟା ଗାଢ଼ ଧରିବା ସହ ସେହି ଅଶୁଭ ଦୃଷ୍ଟିର ଛାଇ ଆହୁରି ବହଳ ପାଲଟିବା ଆରମ୍ଭ କଲା। ଯେତେବେଳେ ବାହାରୁ ଖବର ଆସି ପହଞ୍ଚିଲା କୁଷ୍ଠରୋଗୀ ବୋଲି ଧରା ପଡ଼ିଲାରୁ ଲାଜରେ ପଦନ ବେହେରା ଟାଉନ ଛାଡ଼ି କୁଆଡ଼େ ଚାଲିଯାଇଛି। ଲୋକେ ତାକୁ ଆଜି କଲିକତା ଯାଉଥିବା ବସରେ ଉଠି ଯିବାର ଦେଖିଛନ୍ତି। ସେତକ ଯେପରି ତା ପାଇଁ ଦାରୁଣ ବିଚ୍ଛେଦର ଏକ ଅମଙ୍ଗଳିଆ ଦୁଇ ଧାଡ଼ି ଥିଲା। ତାଙ୍କ ବିଷୟରେ ଶୁଣିଥିବା ସେହି ଶେଷ ଦୁଇ ପଦ। 30 ବର୍ଷ ପହଁରି ଗଲାଣି ଏହା ଭିତରେ। କାହିଁ କେବେଠୁ ଶାଶୁଙ୍କ ସ୍ୱର୍ଗବାସ ହୋଇସାରିଛି। ବାସନ୍ତୀ ବଡ଼ ହୋଇ ପାଠ ପଢ଼ି BA ପାସ୍ କରିଛି। ପୁଣି ବାହା ହୋଇ ସ୍ୱାମୀ ସଂସାର ଧରି ସୁରଟରେ ରହିଲାଣି କେବେଠୁ। ବର୍ଷକୁ ଥରେ ଅଧେ ଘରକୁ ଆସେ। କେବେ କେବେ ତା ପିଲାଙ୍କ କାମ ଚାପରେ ଆସିପାରେ ନା। ସବୁଥର ଫେରିଲା ବେଳେ ତାକୁ କେତେଥର କାକୁତି ମିନତି ହୋଇ ଅନୁରୋଧ କରି କହିଛି, ବୋଉ
ତୁ ଚାଲ ମୋ ପାଖରେ ସେଠି ରହିବୁ। ବୟସ ହେଲାଣି, କେତେ ଦିନ ଏକୁଟିଆ ଏଠି ଦିନ ଗଣି ବେଳ କାଟୁଥିବୁ। ଦି ଖୁଡି ପିଲା ଝିଲା ଓ ନାତି ନାତୁଣୀକୁ ଧରି ଯେଝା ଯେଝା ସଂସାରରେ ରହିଲେ। ଯେଝା ଜଞ୍ଜାଳ ତାଙ୍କୁ ବଳି ପଡୁଥିବ। ତୁ ତୁଚ୍ଛାଟାରେ କାଁ ପାଇଁ ଏକୁଟିଆ ଏଠି ପଡି ରହିଛୁ କହିଲୁ? ଏତେ ଗୁଡାଏ ବର୍ଷ ବିତିଗଲା ପରେ ବି ଭାବିଛୁ କି ବାପା ଆଉ ଫେରିବେ? ବାସନ୍ତୀ ବୋଉ ଏଇ କେତେ ବର୍ଷ ଭିତରେ ଝିଅ ମୁହଁରେ ଏପରି ଅନୁନୟ ଭରା ଶବ୍ଦ ସବୁ ଶୁଣି ଶୁଣି ଦେହ ଘୋଷା କରିଦେଇଛି। ଝିଅ ତାର କହେ, ଯେତେ ଥର ଆସେ ଥରକୁ ଥର 2-4 ଥର କହେ। ବୋଉ ପାଖରୁ କିଛି ପ୍ରତିକ୍ରିୟା ନ ଦେଖି ମୁହଁ ଶୁକାଇ ଫେରିଯାଏ ପୁଣି ସୁରଟ। ସେତେବେଳେ ବାସନ୍ତୀ ବୋଉର ଆଚରଣ ଏକ ଅଦ୍ଭୁତ ପ୍ରକାର ପାଲଟିଯାଏ। ଝିଅକୁ ଲେଉଟାଇ ନା ମୁହଁ ଖୋଲି ସାଙ୍ଗରେ ଯିବାକୁ ମନା କରେ, ନା ତା ମୁହଁକୁ ଯିବାର କିଛି ସମ୍ବତି ସୂଚକ ଲକ୍ଷଣ ବୁଝା ପଡେ। ସେହିପରି ଖଟା ପରେ ବସି ହାତର ପିନ୍ଧା କାଚ କେଇ ପଟ ଆର ହାତରେ ଉପରତଳ କରି ଚାଲିଥାଏ। ସକାଇ ହେବା ପରି ତା ମୁହଁରୁ ପ୍ରକଟ କୋହକୁ ବାରି ପାରି ବାସନ୍ତୀ ସବୁଥର ରିକ୍ତ ହସ୍ତରେ ବିଦାୟ ନେଇ ଫେରିଯାଏ ସୁରଟ। ଏତେ ବର୍ଷ ଧରି ତା ତଳର 2 ସାନ ଯା କେବେ ତାକୁ ସାହସ କରି ପଚାରି ନାହାନ୍ତି। ତଥାପି ହାତରେ ପିନ୍ଧିଥିବା ଏହି ପାଣି କାଚ ଓ ଶଙ୍ଖାକୁ ନେଇ ଆଜି ବି ସେହି ପୁରୁଣା କୂଅ ଚଉତରା ମୂଳେ ଗାଧୋଇ ସାରି କମ୍ପିଲା ଯୋଡ଼ ହସ୍ତରେ ମୁଣ୍ଡରେ ଠୁକ୍ ଠୁକ୍ କରି ମନାସ କରେ। ତା ଯୋଡ଼ ହସ୍ତର ମଝି ଫାଙ୍କରେ କଅଁଳା ସୂର୍ଯ୍ୟ କିରଣରୁ ଧାପେ ପଶି ଆସି ତା ନିସ୍ତେଜ ଆଖିରେ ଆଶାର ଚମକ ବୁଣି ଦିଏ। ଜୁଡୁବୁଡୁ ଓଦା ଲୁଗାରେ ବୃନ୍ଦାବତୀଙ୍କ ପାଖରେ ମୁଣ୍ଡିଆ ମାରି ଲୁହା କଣ୍ଟାରେ କପାଳରେ ସିନ୍ଦୁର ନାଏ, ସିନ୍ଥି ସଜାଏ। ପଦନର ଏହି ଲମ୍ବା ଅବଧିର ଶୂନ୍ୟସ୍ଥାନ ଘରର ବାକି ଭାଇ ଭାଉଜ ଝିଆରୀ ପୁତୁରା ଏମିତି ପାଖ ପଡିଶୀଙ୍କ ଭିତରେ ଭରଣା ହୋଇଯାଇଛି ଛାଏଁ ଛାଏଁ। ପଦନ ଭଳି ଗୋଟେ ରକ୍ତ ମାଂସଧାରୀ ମଣିଷଟେ ଥିଲା, ତା ସମସ୍ତଙ୍କ ପାଇଁ ଗୋଟେ ବିସ୍ମୃତ ଚରିତ୍ର ପାଲଟି ଯାଇଥିଲା କେବେଠୁ। ହେଲେ ବାସନ୍ତୀ ବୋଉର ଆସ୍ଥା ଓ ଭରସା ତାର ବଜ୍ରପାଏ 2 ପଟ ପାଣି କାଚ ଉପରେ, ଯାହାକୁ ସବୁଦିନ ସିନ୍ଦୁର ନାଇଲା ପରେ ମଥାରେ ଛୁଇଁ ତାର ବଜ୍ରପଣର ଆୟୁଷକୁ ଆହୁରି ବଢାଇ ଦିଏ। ଘରର ଛୋଟରୁ ବଡ ତାର ଏହି ଆଚରଣକୁ ଏକ ପ୍ରକାରର ମାନସିକ ବିକୃତି ଭାବି ଅଣଦେଖା କରନ୍ତି। ଶାଶୁ ଥିବାବେଳେ ତଳ 2 ଭାଇ ଓ ଯାହାକୁ ତାଗିଦ କରି କହିଯାଇଛନ୍ତି ଶଙ୍ଖା ସିନ୍ଦୁର ଓହ୍ଲାଇବା ବିଷୟରେ ତାକୁ କେବେ କିଛି କହିବ ନାହିଁ। ଜୀବନ୍ତ ଅବସ୍ଥାରେ ଛାଡି ଯାଇଥିବା ତାଙ୍କର ଏହି 2 ପଦ ଉପଦେଶକୁ ଘରେ ସଭିଏଁ ମାନେ କେହି କେବେ ଏ ବିଷୟରେ ପ୍ରଶ୍ନ ଉଠାଇ ନାହାନ୍ତି। ବାସନ୍ତୀ ବୋଉର ସବୁଠାରୁ ନିରାପଦ ଥାନ ଏହି 4 ଚଉତା ଛାତ ଖଣ୍ଡିକ, ଯାହାରି ଉପରେ ଆଜି ବି ଅସଂଖ୍ୟ ନିବିଡ଼ ସ୍ମୃତିର ଛାଇ ସବୁ ପହରି ବୁଲୁଥିବାର ସେ ଦେଖିପାରେ। ମନେ ପଡେ ଛୋଟ ଖଞ୍ଜାଗାର ବୋଲି ଖରାଦିନେ ଗରମ ଗୁଳୁଗୁଳିର ଅଦଉତି ଅସହ୍ୟ ହୋଇଯାଏ। ସେତେବେଳେ ବାସନ୍ତୀ ବାପା ରାତିରେ ଦୋକାନରୁ ଫେରି ପିଣ୍ଡା ପାଖରୁ ଡାକ ଛାଡ଼ନ୍ତି। ଆଗରୁ କୂଅରୁ ବାଲ୍ଟିଏ ପାଣି କାଢି ସଜିଲ କରି ରଖିଥାଏ। ଧୁଆ ଧୋଇ ପରେ ସିଧା ଉଠି ଯାଆନ୍ତି ଛାତ ଉପରକୁ। ସେଇଠି ବଡା ଭାତ ଥାଳି ଆଣି ରଖିଦିଏ। ହାତ ବିଞ୍ଚଣା ଘୁରାଇ ମନ ତଳର ସବୁ ସାଇତା ସରାଗକୁ ପରସି ପକାଏ। ଛୋଟ ଘର, ହାଉଜ ଓ ଲୋକ ଭିତରେ ଯୋଉ କଥା ମଉଳା ଫୁଲ ପରି ଅକୁହା ରହିଯାଇଥାଏ, ସେସବୁ ପାଣି ଛୋଟା ପାଇ ଭାବନାର ବାସକୁ ଚଉଟାଇଥାନ୍ତି। ପଦନାର ଖିଆ ସରିଥାଏ କେତେବେଳୁ, ଅଇଁଠା ଥାଳି ଛାତ ଉପରେ ପଡିଥାଏ। ଚାରିପାଖରେ ରାତି ବଢୁଥାଏ। ଦୁହେଁ ପ୍ରାଣଖୋଲା ଗପର ଆସର ଭିତରେ ହଜିଯାଇ ଥାନ୍ତି ଢେର ବେଳ ଯାଏ। ତାହାର ସାକ୍ଷୀ କେବଳ ସେ ନିଛାଟିଆ ରାତିର ଲାଜକୁଳି ଦ୍ୱିତୀୟ ଜନ୍ମ, ପୁଣି କେବେ ଶାଢୀର କାନି ପରି ପୁନେଇ ଜ୍ୟୋତ୍ସ୍ନାରେ ଭାସୁଥିବା ପତଳା ମେଘର ଚାଦର। ତୋଳା କନିଆ ସାଜି ସବାରିରେ ବସିବା ଦିନ ତା ମନକୁ ପାହାଡ ପ୍ରାୟ ଏକ ଅଜଣା ଶଙ୍କା ଚାପି ରଖିଥିଲା। ଭାଗ୍ୟରେ କେମିତି ଗେରସ୍ତ ପଡିବ, ସୁଖ ଦବ କି ଦୁଃଖ ଦବ, ଏଇ କଥାକୁ ଭାବି ଛନାକ ପଶି ଯାଉଥିଲା। ସବାରି ଉଠିବା ପରେ ତା ଲହରା କାନ୍ଦଣାକୁ କ୍ଷଣିକ ପାଇଁ ଥାମ୍ କରି ମୁଣ୍ଡରେ ହାତ ବୁଲାଇ ଭରସା ଦେଇ କହିଥିଲା, ବୋଉ ଯାଲୋ ମା ଯା, ଗାଁ ଠାକୁରାଣୀ ମା ମନ୍ଦାରେଶ୍ୱରୀ ତୋର ସାହା। ସେଇଠି ପିଲାବେଳେ ତା ଆଗରେ ଧୂପ ଦୀପ ଦେଇ ବଢିଛୁ। ସିଏ ତ କପାଳରେ ନିଶ୍ଚୟ କୋଟିନିଧି ବର ଯୁଖିଥିବ। ସତକୁ ସତ ଧନରେ ନହେଲା ନାହିଁ, କୋଟିନିଧିର ହୃଦୟ ଖଣ୍ଡେ ଥିଲା ତା ଗେରସ୍ତର। ଖିଲିପା ଦୋକାନ ଖଣ୍ଡିରୁ ବଡ କୁଟୁମ୍ବ ଚଳେଇ ବାକି ତଳ 2 ଭାଇଙ୍କ ପାଇଁ ଏ ଟାଉନ ମୋଟର ଷ୍ଟାଣ୍ଡ ଓ ପୋଲ ଛକରେ ଅଲଗା ଅଲଗା କେବିନ ପକେଇ ଦୋକାନ ଖୋଲି ଦେଇଥିଲା। ଦାନାପାଣି ଯୋଗାଡ଼ ସହ 2 ଜଣଙ୍କୁ 2 ହାତ କରି ନିଜ କର୍ତ୍ତବ୍ୟରେ ସାମାନ୍ୟ ସୁଧା ହେଳା କରିନଥିଲା। ହେଲେ ସମସ୍ତଙ୍କ କଥା ବୁଝୁଥିବା ଲୋକଟା ନିଜ ଦେହପା କଥା କେମିତି ଠିକରେ ନିଘା କରି ପାରିଲା ନାହିଁ। ରୋଗର ଉପସର୍ଗଟାକୁ ପ୍ରଥମରୁ ଡାକ୍ତର ଦେଖାଇ ଉପଚାର କରିଥିଲେ କଥା ଏତେ ବାଟ ଯାଏଁ ବିଗିଡ଼ି ଯାଇନଥାନ୍ତା। ଲୋକଲଜ୍ଜା ଓ ଅନ୍ଧବିଶ୍ୱାସକୁ ଧରି ଲୋକଟା ଯିଏ ମଧ୍ୟ 100 ମରଣକୁ ନେଇ ବଞ୍ଚି ରହିଲା ତ ରହିଲା, ପୁଣି ଶେଷକୁ ନିର୍ଦ୍ଦିଷ୍ଟ ବି ହୋଇଗଲା। ଏବେ ଯେତେବେଳେ ସେହି ବର୍ଷ ଧରି ଯୁଝି ହେଉଥିବା ତାଙ୍କ ଅବର୍ତ୍ତମାନର ଶୂନ୍ୟତାକୁ ନେଇ ନିଜକୁ ପ୍ରଶ୍ନ କରେ, ପ୍ରତି ବଦଳରେ ଏକ ତୀବ୍ର ଦୀର୍ଘଶ୍ୱାସକୁ ସାଉଁଟେ ଯାହା ପୁଣି ଛାଁକୁ ଛାଁ ନିଜକୁ ବୁଝାଇ କହେ, ତାଙ୍କର ବା କି ଦୋଷ? ସେତେବେଳେ ଏହି ରୋଗଟାକୁ ଏତେ ବଡ କରି ଗଣୁଥିଲେ ଯେ ୟାର ଡାକ୍ତରୀ ଉପଚାର ଅଛି ବୋଲି ସହଜେ ଭରସି ପାରୁନଥିଲେ। କାହାଠେ ଯଦି ଲକ୍ଷଣ ବାହାରିଲା, ମାସି ପଡିଲେ ନବଖଣ୍ଡ ପରି ପ୍ରଗଟ ହୋଇଯାଉଥିଲା ଦୁନିଆକୁ। ରୋଗୀଟା ବିଚାର କରିଥାନ୍ତା ବା କଣ? ତା ଅଝଟ ମନକୁ କେବେ କେବେ ବୈଶାଖୀ ଝାଞ୍ଜି ପରି ଏହି ସବୁ ପ୍ରଶ୍ନ ଦୋହଲେଇ ଦିଏ, ପୁଣି ବଢେଇ ଦିଏ ଅନ୍ତରର କ୍ଷୋଭକୁ। ଅଭିମାନର ଗଣ୍ଟିଲି ଫିଟାଇ ତା ଭିତରୁ ସରଳ ଦୃପ୍ତ ସ୍ୱରଟିଏ ବାହାରି ଆସି କହେ, ଏ ସମାଜ କରି କରି ବାସନ କରିଥାନ୍ତା, ନିଆଁ ପାଣି ଅଟକ କରିଥାନ୍ତା, ଯାଇ ଯାଇ ସେତିକି ତ ମଲା। ଏତିକି ଡରରେ 7 ଜନ୍ମର ବନ୍ଧନକୁ କାଟି କୁଆଡେ ଚାଲିଗଲ ଯେ? ତମ ଅପେକ୍ଷାର ରାସ୍ତାରେ ନୈରାଶ୍ୟ ଭରା ସମୟର ବହଳ ଧୂଳି ଜମି ସାରିଲାଣି ଏହା ଭିତରେ। କିନ୍ତୁ ମୁଁ ଆତୁର ପ୍ରାଣ କହୁଛି, ଏହି ଇହ କାଳରେ ଦେହରୁ ଘଟ ଛାଡିବା ଆଗରୁ ତମ 2 ଆଖି ସହ ଜୀବିତ ଅବସ୍ଥାରେ ଆଖି ଥରୁଟି ମିଳେଇବି। ଏହାପରେ କେମିତି ଏକ ଅସହନୀୟ ଭାବରୁଦ୍ଧ ଅବସ୍ଥା ଗ୍ରାସ କରି ପକାଏ ତାକୁ। କୋହ ସହ
କଇଁ କଇଁ କାନ୍ଦର ଜୁଆର ଉଠି ଆସି ଏତେ ତୀବ୍ର ଭାବରେ ଯେ ସେ ମୁହଁକୁ ଲୁଚାଇ ଧାଇଁଯାଏ ବାଡ଼ିପଟର ନିକାଞ୍ଚନକୁ। ସେଦିନ ଥାଏ ଅକ୍ଷୟ ତୃତୀୟା। ଘରର ଆଉ କାହା ପାଇଁ ସେହି ଦିନର ମହତ୍ତ୍ୱ କ'ଣ ଥାଉ ବା ନଥାଉ, ବାସନ୍ତୀ ବୋଉ ପାଇଁ ସେହି ଦିନଟି ଥାଏ ସ୍ମୃତିର ସ୍ମାରକୀ ପରି। ଏହି ଦିନ ତାଙ୍କ ସହ ହାତଗଣ୍ଠି ପଡ଼ିଥିଲା ଜନ୍ମ ଜନ୍ମାନ୍ତର ପାଇଁ। କେମିତି ବା ଭୁଲି ପାରିଥାନ୍ତା ଏହି ଦିନଟାକୁ? ସବୁଦିନ ପରି ସକାଳୁ ପୁରୁଣା କୂଅ ମୂଳରୁ ଗାଧୋଇ ସାରି ଭଲ ସଫା ଶାଢ଼ୀଟିଏ ପିନ୍ଧିଲା। ତାପରେ ଥାକ ପାଖରେ ଆସି ଠିଆ ହେଲା। ସେଠି ରଖିଥାଏ ସିନ୍ଦୁର ଫରୁଆ। ଏତିକି ଯାଏ ତାର ନୀତିଦିନିଆ ଅଭ୍ୟାସ। ହେଲେ ସେଦିନ ମନରେ ଟିକେ ଅଲଗା ଭାବି ବସିଲା। ସ୍ୱାମୀ ନିରୁଦ୍ଦିଷ୍ଟ ହେବା ପରଠାରୁ କେବେ ଅଇନାରେ ମୁହଁ ଦେଖିନଥିଲା। ସେଦିନ କାହିଁକି ମନ କଲା ଅଇନା ଦେଖି ସିନ୍ଦୁର ନାଇବ। ଦୋଦ ପାଞ୍ଚ ହୋଇ ସତକୁ ସତ ଟ୍ରଙ୍କ ଖୋଲି ତାହା ଭିତରୁ କପଡ଼ା ଘେରା ଭିତରେ ସମାଧି ନେଇ ସାରିଥିବା ପୁରୁଣା ଅଇନାକୁ କାଢ଼ି ଝରକାର ବନ୍ଧରେ ଥୋଇଲା। ଫରୁଆ ଭିତରୁ କଣ୍ଟା କାଢ଼ିଲା। ବହୁ ବର୍ଷର ଅନ୍ତର ପରେ ଦେଖୁଥିଲା ନିଜ ଚେହେରାକୁ। ବୟସର ଫାଙ୍କ ଚରି ଆସିଥିବା ସେହି ମୁହଁରେ କୋଷ କୋଷ ଦୂରର ଖାଁ ଖାଁପଣକୁ ସାମ୍ନା କରୁଥିଲା। ଦୁଇ ଆଖି ଡୋଳା ଭିତରେ କାହାର ଯେପରି ହଜିଲା ଚେହେରା ଉଦ୍ଗ୍ରୀବ ହୋଇ ଚାହିଁ ରହିଥାଏ ତା ଆଡ଼କୁ। ଆଖି ଟେକି ଚାହିଁଲା କପାଳକୁ, ଯେଉଁଠି ଗାଧୁଆ ପରେ ପୋଛୁ ହୋଇ ଯାଇଥିଲା ସଧବାର ଚିହ୍ନ। ଓଃ, ଅସହ୍ୟ ହୋଇ ପଡ଼ିଲା ଦେଖି। ସିନ୍ଦୁର ଫରୁଆରୁ ସିନ୍ଦୁରକୁ ଲୁହା କଣ୍ଟାରେ ମାଡ଼ି ଭରିଦେଲା ତାର ଅପୂର୍ବ ଛୁଆ। ସେଇ ନାରୀ ରଙ୍ଗକୁ ଭରା ଭରା ଆଖିରେ ବସି ନିରୀକ୍ଷଣ କରି ଚାଲିଥାଏ। ହଠାତ୍ ରାସ୍ତା ପଟୁ ପଡ଼ୋଶୀ ଘର ନଛି ବୋଉ ଧପାଲି ପଶି ଆସୁ ଚିତ୍କାର କରି ଉଠିଲା, ଆଲୋ ଜାଣିଲଣି ବାସନ୍ତୀ ବୋଉ, ପଦନ ବଞ୍ଚିଛି। ତାକୁ ପୁରୀ ବରଦାଣ୍ଡରେ ନଛୁଆପା ଖୋଦ୍ ଦେଖିଛନ୍ତି, କଥା ବି ହୋଇଛନ୍ତି ବୋଲି ଏଇ ସକାଳୁ ସକାଳୁ ଫୋନ୍ କରି କହୁଥିଲେ। ଶୁଣୁ ଶୁଣୁ ଅକଳ୍ପନୀୟ ଖୁସିରେ ବାସନ୍ତୀ ବୋଉ ଧାଇଁ ଆସୁଥିଲା ବାଟ ଘର ଆଡ଼କୁ। ତା ହାତର ବଜ୍ର ପାଣି କାଛ ସବୁ ଦୂରରୁ ଝଣ ଝଣ ଶୁଭୁଥାଏ କାନକୁ। ଏବେ ସ୍ମୃତି ପୃଷ୍ଠାରେ କବି ବୈକୁଣ୍ଠନାଥ ପଟ୍ଟନାୟକ। ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟ ତଥା ସବୁଜ ଯୁଗର ଅନ୍ୟତମ ପ୍ରବକ୍ତା ହେଉଛନ୍ତି ବୈକୁଣ୍ଠନାଥ ପଟ୍ଟନାୟକ। ଆଜୀବନ ସାହିତ୍ୟ ସାଧନାରେ ବ୍ରତୀ ବୈକୁଣ୍ଠନାଥ ରହସ୍ୟବାଦୀ କବି ଭାବେ ଓଡ଼ିଆ କାବ୍ୟ ଜଗତରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। 1904 ମସିହା ସେପ୍ଟେମ୍ବର ମାସର 14 ତାରିଖରେ ବଡ଼ମ୍ବାଗଡ଼ରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ପିତାଙ୍କର ନାମ ଥିଲା ନାରାୟଣ ସୁମନ୍ତ ପଟ୍ଟନାୟକ। 1923 ମସିହାରେ ତାଙ୍କ କାବ୍ୟ ଜୀବନର ଆରମ୍ଭ ହୋଇଥିଲା। ତାଙ୍କ ଆଦ୍ୟ କବିତାଗୁଡ଼ିକ ହେଲା ଯୌବନର ପୂଜା, ଚିଲିକାରେ ରାତ୍ରି, ନିର୍ଜନ ଉପବନେ, ପୌଷ ପବନ, କବି ପ୍ରେୟସୀ, ପୌଷ ସମୀରଣ, ପ୍ରୀତି ଆବାହନ, ବର୍ଷା ସଙ୍ଗୀତ, ପ୍ରଣୟର ସ୍ୱପ୍ନ, ଗୋପବାଳାର ଅନୁଭୂତି ଓ ରାଜଜେମା। ଏହି କାବ୍ୟ କୃତିରେ ପ୍ରେମ ପ୍ରଣୟର ଭାବ ସ୍ଥାନ ପାଇଥିଲା। 1929 ମସିହାରେ କବି ଧାରାବାହିକ ଭାବେ ଉତ୍କଳ ସାହିତ୍ୟରେ ପ୍ରକାଶ କରିଥିଲେ ଆରତୀ ଶୀର୍ଷକ କେତୋଟି ସନେଟ୍। ଏହାର ଭାବଧାରା ଥିଲା ସରଳ ଓ ସୁସ୍ପଷ୍ଟ। ତାଙ୍କର ଅନ୍ୟାନ୍ୟ କବିତା ଉଷା, ବର୍ଷାବରଣ, ଉପାସନା, ନୈରାଶ୍ୟ, ଶେଷଗୀତି, ଯାତ୍ରା ସଙ୍ଗୀତ, ପଥଛାୟା, ପାନ୍ଥଶାଳା, କବିର ଦେଶ, କାରାବାସୀ, କବିର ସ୍ୱପ୍ନ, ଦେବଦୂତ, ବାସର ଗୃହ, ପଥର ଛାୟା, ବନ୍ୟା ବିପ୍ଳବ, ଜୋସୋଲିପ୍ସା, ରିକ୍ସାବାଲା, ଦଣ୍ଡାଦେଶ, ଉମା, ସେହି ମୋର ଭଗବାନ ଆଦିରେ ପ୍ରକୃତି ପ୍ରୀତି, ବିଷାଦବାଦ, ରହସ୍ୟବାଦୀ ଚେତନା, ବିଭୁ ଚେତନା, ବାସ୍ତବବାଦୀ ଚେତନା ସୁସ୍ପଷ୍ଟ। ସେ ମଧ୍ୟ ମହାନିର୍ବାଣ, ବୁଧ ଓ ରାହୁଳ, ପରିନିର୍ବାଣ, କିସ୍ସା ଗୌତମୀ ଆଦି ଗାଥା କବିତା ରଚନା କରିଥିଲେ। ତାଙ୍କ କବିତା ଗୁଚ୍ଛଗୁଡ଼ିକ ହେଲା ଅରୁଣଶ୍ରୀ, କାବ୍ୟ ସଞ୍ଚୟନ ଏବଂ ଉତ୍ତରାୟଣ। ସେ ମଧ୍ୟ କ୍ଷୁଦ୍ର ନାଟକ ଉପେକ୍ଷିତା ଏବଂ ପୂର୍ଣ୍ଣାଙ୍ଗ ନାଟକ ମୁକ୍ତି ପଥେ ରଚନା କରିଥିଲେ। 1965 ମସିହାରେ ଆଜୀବନ ସାହିତ୍ୟ ସାଧନାର ସ୍ୱୀକୃତି ସ୍ୱରୂପ ଉତ୍ତରାୟଣର କବି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ମାନିତ ହୋଇଥିଲେ। ଏହି ସାରସ୍ୱତ ସାଧକଙ୍କର ଭାବ ଅଭିବ୍ୟକ୍ତିର ଔଲୌକିକତାରେ ଓଡ଼ିଆ ସାହିତ୍ୟ ହୋଇଛି ମହିମାନ୍ୱିତ। ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଏ ମାସର ବେତାର ସାହିତ୍ୟ ପତ୍ରିକା ସାହିତ୍ୟ ସଂସଦ। ନମସ୍କାର।